ମୁଁ ଆଜି ଆପଣମାନଙ୍କ ପାଇଁ ପଣସ କଠା ଆଳୁ ଏବଂ ଗ୍ରୀନ୍ ମଟରର ତରକାରୀର ରେସିପି ନେଇକି ଆସିଛି। ଏବେ ବର୍ତ୍ତମାନ ସିଜନ୍ ଷ୍ଟାର୍ଟ ହେଇଗଲାଣି, ପଣସ ମାର୍କେଟରେ ବହୁତ ଆଭେଲେବୁଲ୍ ହେଲାଣି। ତ ଆପଣମାନେ ନିଶ୍ଚୟ ପଣସ କଠା ତରକାରୀ ବନାନ୍ତୁ। ଆଉ ଏଇ ପଣସ କଠା ତରକାରୀ ଆଗରେ ଆପଣଙ୍କୁ ଚିକେନ୍, ମଟନ୍, ମାଛ ସବୁ ଫିକା ଲାଗିବ। ୟାର ଟେଷ୍ଟ ଏକଦମ ଏତେ ବଢ଼ିଆ ଲାଗିବ ଯେ ଆପଣ ଭାତ ହେଉ କିମ୍ବା ରୁଟି ହେଉ বা ପୁରୀ ହେଉ କିମ୍ବା ପରଟା ଆପଣ ସବୁ ସହିତ ଏହାକୁ ଖାଇକି ଏନ୍ଜୟ କରିପାରିବେ। ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲ୍ ବେକ୍ ଆଣ୍ଡ କୁକ୍ ବାଇ ସିନୁକୁ ଅନେକ ଅନେକ ସ୍ୱାଗତ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରିକି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ ବଟନଟିକୁ ପ୍ରେସ୍ କରନ୍ତୁ। ତାହେଲେ ଆଗକୁ ଆପଣଙ୍କୁ ମୋର ନ୍ୟୁ ଭିଡ଼ିଓର ନୋଟିଫିକେସନ୍ ମିଳିଯିବ। ତାହେଲେ ଚାଲନ୍ତୁ ଜମା ଡେରି ନ କରିକି ଆମେ ରେସିପିଟିକୁ ବନେଇବା ଷ୍ଟାର୍ଟ କରିବା। ବର୍ତ୍ତମାନ ଆମେ ଏଠି କିଛି ଗୋଟା ମସଲା ଭାଜିବା। ମୁଁ ଏଠି ଦେଖନ୍ତୁ 2 ଖଣ୍ଡ ତେଜପତ୍ର, 1 ଚାମଚ ଧନିଆ, 1 ଚାମଚ ଜିରା, 1 ବଡ଼ ଇଲାଇଚି ଆଉ 4ଟି ଲବଙ୍ଗ, 1 ଛୋଟ ଡାଲଚିନି, 2ଟି ଗ୍ରୀନ୍ ଇଲାଇଚି ଏବଂ ଟିକେ ଅଳ୍ପ ଜାଇଫଳ ମଧ୍ୟ ନେଇଛି। ଆଉ ଆମେ ଏହି ସବୁକୁ ଭଲ ଭାବରେ ଭାଜିକି ନେଇ ନେବା ଯେପର୍ଯ୍ୟନ୍ତ ୟାର କଲର୍ ଚେଞ୍ଜ ନ ହୋଇଯାଇଛି। ବର୍ତ୍ତମାନ ଦେଖନ୍ତୁ ଏଇଟି ବଢ଼ିଆ ଭାବେ ଭାଜି ଆସିଲାଣି। ତ ଆମେ କ'ଣ କରିବା ନା ଏବେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରି ନେବା ଏବଂ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ିବା। ଆଉ ଏଠି ଥଣ୍ଡା ହେଇଗଲେ ଆମେ ଏହାର ଗ୍ରାଇଣ୍ଡିଙ୍ଗ କରିକି ଗୋଟେ ପାଉଡ଼ର ବନେଇ ନେବା। ତାପରେ ଦେଖନ୍ତୁ ସେଇ ସେମ୍ କଡ଼େଇରେ ମୁଁ ଆଉ କିଛି ତେଲ ଏଠି ଦେଇଦେଇଛି। ଆଉ ଏଠି ମୁଁ ସୋରିଷ ତେଲର ବ୍ୟବହାର କରିଛି। ତ ପାଖାପାଖି 2 ଚାମଚ ମୁଁ ସୋରିଷ ତେଲ ଦେଇଦେଇଛି। ତାପରେ ମୁଁ ଏଠି ଅଧ କିଲେ ପଣସ ଏବଂ 3ଟି ଆଳୁକୁ ଏଇଭଳିଆ ସାଇଜ୍ରେ କାଟିକି ନେଇଛି। ତାପରେ ଆମେ ଏହାକୁ ଭଲ ଭାବରେ ଧୋଇକିରି ପାଣି ଟିକେ ଛାଡ଼ିଗଲେ ଆମେ ଏହାକୁ ତେଲରେ ଦେଇଦେବା ଆଉ ଏହାକୁ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଫ୍ରାଏ କରିକି ନେଇ ନେବା। ତ ବର୍ତ୍ତମାନ ଦେଖନ୍ତୁ ମୁଁ ଏହାକୁ ଟିକେ ସମୟ ଏପଟ ସେପଟ କଲା ପରେ ଏଠି ଅଳ୍ପ କିଛି ହଳଦୀ ଗୁଣ୍ଡ ଦେଇଦେଇଛି, ପାଖାପାଖି ଅଧା ଚାମଚ, ଆଉ 1 ଚାମଚ ଏଠି ମୁଁ ଲୁଣ ମଧ୍ୟ ଦେଇଦେଇଛି। ତ ଆମର ପଣସକୁ ଯେତିକି ଲୁଣ ଆଉ ହଳଦୀ ଭାଜିବା ପାଇଁ ଦରକାର ଆମେ ସେତିକି ହିଁ ଏଠି ଦେବା। ଆଉ ଦେଲା ପରେ ଆମେ ଏହାକୁ ଗୋଟେ ଥର ଏପଟ ସେପଟ କରିକି ନେଇ ନେବା ବା ମିକ୍ସ କରିକି ନେଇ ନେବା। ତ ବର୍ତ୍ତମାନ ଦେଖନ୍ତୁ ଏଇଠି ବଢ଼ିଆ ଭାବେ ମିକ୍ସ ହେଇଗଲାଣି। ତ ଆମେ କ'ଣ କରିବା ନା ଏବେ ଗ୍ୟାସ୍ର ଫ୍ଲେମ୍ଟିକୁ ଟିକେ ସ୍ଲୋ କରିନେବା ଆଉ ସ୍ଲୋ କରି ନେଇକି ଆକୁ ଟିକେ ସମୟ ପାଇଁ ଘୋଡ଼େଇକି ଛାଡ଼ିଦେବା। ପାଖାପାଖି ଦେଖନ୍ତୁ 3 ରୁ 4 ମିନିଟ୍ ପରେ ବର୍ତ୍ତମାନ ମୁଁ ତା'ର ଲିଡ୍ଟି କାଢ଼ି ନେଇଛି। ଆଉ ଆମେ କ'ଣ କରିବା ଆକୁ ଆଉଥରେ ଭଲ ଭାବରେ ମିକ୍ସ କରିକି ନେଇ ନେବା। ତ ଏଇଟା ଦେଖନ୍ତୁ ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଇ ଆସିଲାଣି, କିନ୍ତୁ ଆମେ ଆକୁ ଆଉ ଟିକେ ସମୟ ପର୍ଯ୍ୟନ୍ତ ଭାଜିବା। ଦେଖନ୍ତୁ ପାଖାପାଖି ଆଉ 2 ରୁ 3 ମିନିଟ୍ ଭାଜିଲା ପରେ ବର୍ତ୍ତମାନ ଆମର ଏଠି ପଣସ ଏବଂ ଆଳୁ ଭଜା ହେଇକି ରେଡ଼ି ହେଇଯାଇଛି। ଆମେ ଏହାକୁ ସାଇଡ଼୍ କରିକି ରଖିନେବା, ଗୋଟେ ପ୍ଲେଟ୍କୁ କାଢ଼ି ନେବା। ତାପରେ ଦେଖନ୍ତୁ ଆମେ ସେଇ କଡ଼େଇଟିକୁ କ୍ଲିନ୍ କରି ନେବା ଆଉ ସେଥିରେ 2 ରୁ 2.5 ଚାମଚ ସୋରିଷ ତେଲ ଦେଇଦେବା ଏବଂ ତେଲଟି ତାତିଗଲା ପରେ ଆମେ କ'ଣ କରିବା ନା ଏଠି କିଛି ଚିନି ଦେବା। ମୁଁ 1 ଚାମଚ ଚିନି ଏଠି ଆଡ଼୍ କରିଦେଇଛି। ଆଉ ହାଲକା ଯେତେବେଳେ ଚିନିଟି ଆମର କ୍ୟାରାମେଲାଇଜ୍ ହେଇଯିବ ବା ରେଡ୍ ହେଇଯିବ ଆମେ କ'ଣ କରିବା ନା ଏଠି ମସଲା ମୁଁ ବାଟିକି ରଖିଥିଲି ଅଦା, ରସୁଣ ଏବଂ ପିଆଜର, ସେଥିରୁ ମୁଁ 1 ଚାମଚ ଦେଇଦେଇଛି। ଆଉ ଦେଲା ପରେ ମୁଁ ଏଠି ଖଣ୍ଡେ ମାନେ ତେଜପତ୍ରକୁ ମଧ୍ୟ ଛିଣ୍ଡେଇକି ଦେଇଦେଇଛି। ଆଉ ଆମେ ଟିକେ ସମୟ ଏହାକୁ ମିକ୍ସ କରିକି ନେଇ ନେବା। ତାପରେ ରେଷ୍ଟ ଆମର ଯେତିକି ମସଲା ଅଛି ମୁଁ ଏଠି ଦେଇଦେଇଛି। ଏଠି ପାଖାପାଖି ମୁଁ 3 ରୁ 4 ଚାମଚ ଅଦା, ରସୁଣ ଏବଂ ପିଆଜର ପେଷ୍ଟ ବ୍ୟବହାର କରିଛି। ଆଉ ଦେଲା ପରେ ଆମେ କ'ଣ କରିବା ନା ଆକୁ ଗୋଟେ ଥର ଭଲ ଭାବରେ ମିକ୍ସ କରିକି ନେଇ ନେବା। ଆଉ ତାପରେ ଆମେ କ'ଣ କରିବା ନା ଏଠି ଏହାକୁ ଭଲ ଭାବରେ ମିକ୍ସ କରିକି ନେଲା ପରେ ଆମେ କିଛି ଗୁଣ୍ଡ ମସଲା ମଧ୍ୟ ଆଡ଼୍ କରିବା। ତ ଦେଖନ୍ତୁ ମୁଁ ବର୍ତ୍ତମାନ କିଛି ଗୁଣ୍ଡ ମସଲା ଏଥିରେ ଆଡ଼୍ କରି ନେଉଛି। ତ ଏଠାରେ ମୁଁ କିଛି ହଳଦୀ ଗୁଣ୍ଡ ବର୍ତ୍ତମାନ ଦେଉଛି। ତ ହଳଦୀ ଗୁଣ୍ଡ ଦେଲା ପରେ ଆମେ କିଛି ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଏବଂ ଆମେ କିଛି ଲଙ୍କା ଗୁଣ୍ଡ ମଧ୍ୟ ଏଠି ବ୍ୟବହାର କରିବା। ତ ବର୍ତ୍ତମାନ ଦେଖନ୍ତୁ ମୁଁ ଏଠି ଲଙ୍କା ଗୁଣ୍ଡ ବି ଦେଇଦେଇଛି। ଆଉ ଲଙ୍କା ଗୁଣ୍ଡ ହେରିକା ଦେଲା ପରେ ଆମେ ଏହାକୁ ଗୋଟେ ଥର ଭଲ ଭାବରେ ମିକ୍ସ କରିକି ନେଇ ନେବା। ବର୍ତ୍ତମାନ ଏଇ ଟାଇମ୍ରେ ଆପଣ ଗ୍ୟାସ୍ର ଫ୍ଲେମ୍ଟିକୁ ସ୍ଲୋରୁ ମିଡ଼ିୟମ୍ ଭିତରେ ସେଟ୍ କରି ନିଅନ୍ତୁ ଆଉ ମସଲାଟି ଏଇଭଳିଆ ଭାବେ କଷେଇକିରି ନେଇ ନିଅନ୍ତୁ। ତାପରେ ଦେଖନ୍ତୁ ମୁଁ ମସଲା ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ଏଠି ଦେଇଦେଇଛି। ଆଉ ଲୁଣ ଦେଲା ପରେ ଆମେ ଏହାକୁ ଆଉ ଗୋଟେ ଥର ଭଲ ଭାବରେ ମିକ୍ସ କରିକି ନେଇ ନେବା। ତ ଦେଖନ୍ତୁ କିଛି ସମୟ ମିକ୍ସ କରିକି ନେଲା ପରେ ଆମେ କ'ଣ କରିବା ନା ଆକୁ ଟିକେ ସମୟ ପାଇଁ ଆମେ ଘୋଡ଼େଇକି ଛାଡ଼ିଦେବା। କିନ୍ତୁ ତା ପୂର୍ବରୁ ଦେଖନ୍ତୁ ମୁଁ ଏଠି କିଛି ଚିକେନ୍ ମସଲା ଆଡ଼୍ କରିଛି। ପାଖାପାଖି 1 ଚାମଚ ଚିକେନ୍ ମସଲା ମୁଁ ଏଠି ଆଡ଼୍ କରିଦେଇଛି। ଆପଣ ଚାହିଁଲେ ଚିକେନ୍ ମସଲା ବଦଳରେ କରି ପାଉଡ଼ର ମଧ୍ୟ ଆଡ଼୍ କରିପାରିବେ ବା ଆପଣଙ୍କ ଟେଷ୍ଟ ହିସାବରେ ଆପଣ ଯେକୌଣସି ମସଲା ମଧ୍ୟ ଏଠି ଆଡ଼୍ କରିପାରିବେ। ତାପରେ ଦେଖନ୍ତୁ ମୁଁ ୟାକୁ କିଛି ସମୟ ଘୋଡ଼େଇକି ଛାଡ଼ି ଦେଇଥିଲି। ବର୍ତ୍ତମାନ ଦେଖନ୍ତୁ ଧୀରେ ଧୀରେ ମସଲାଟି ଆମର ହେଇ ଆସିଲାଣି। ତ ଏଠି ଯେତେବେଳେ ମସଲାଟି ଆମର ହେଇଯାଇଛି ଆମେ କ'ଣ କରିବା ନା ଏଠି କିଛି ଟମାଟୋ ଆଡ଼୍ କରିବା। ମୁଁ ଗୋଟେ ବଡ଼ ସାଇଜ୍ର ଟମାଟୋକୁ ଏଇଭଳିଆ ଭାବେ ଛୋଟ ଛୋଟ କରି କାଟିକି ନେଇଥିଲି। ଆଉ ଟମାଟୋ ଗୁଡ଼ିକ ଆମେ ଏଠି ଦେଇଦେବା। ଆଉ ଦେଲା ପରେ ଆକୁ ମଧ୍ୟ ଗୋଟେ ଥର ଭଲ ଭାବରେ ମିକ୍ସ କରିକି ନେଇ ନେବା। ଆଉ ମିକ୍ସ କରିକି ନେଲା ପରେ କ'ଣ କରିବା ନା ଆମେ ଆକୁ କିଛି ସମୟ ଘୋଡ଼େଇକିରି ଛାଡ଼ିଦେବା।
तो पाखापाखि देखंतु मु याकू 2 रु 3 मिनिट पई घोड़े की छाड़ी थिली ता भितर हमर टमाटोटी मध्ये एठी हेई गलानी आउ ई टमाटो गुडी के मध्ये एठी सॉफ्ट हे आसलानी। तो आमे कोन करबा ना आकू आउ गोटे थरो ए भलिया भाबे मिक्स करके नेई नबा आउ मिक्स करके नेला परे आमे कोन करबा एठी किछि ग्रीन मटर ऐड करिबा। मु एठी फ्रेश ग्रीन मटर व्यवहार करिछि, आपण चाहिले फ्रोजन ग्रीन मटर मध्ये एठी व्यवहार करि परिबे बा आपण एहाकू स्किप मध्ये करि परिबे, एटा बिल्कुल ऑप्शनल। तापर देखंतु मु ग्रीन मटर देला परे आकू गोटे थरो भल भाबरे कसेई करी नेई नउची मसला देहरे। तापर आमे जो पणस एवं आलू को भाजी की रखिथिले सेगुडियो मध्ये आमे एठी देई दबा आउ देला परे याकू मध्ये मसला देहरे भल भाबरे कसेई करी नेई नबा। आमे एहाकू किछि समय एई भलिया भाबे मिक्स करके नेई नबा आउ मिक्स करके नेला परे आमे कोन करबा ना गैस रो फ्लेम टी को स्लो करि नबा आउ स्लो करके नेला परे आमे एहाकू किछि समय पई घोड़ेई करी छाड़ी दबा। किंतु ता पूर्वरु आपण एहाकू पाखापाखि 2 रु 3 मिनिट एई भलिया भाबे आपण कसेई की नेई नियंतु। तापरे देखंतु मु याकू घोड़ेई की पाखापाखि 3 रु 4 मिनिट पई छाड़ी देइतिली। तो वर्तमान देखंतु मोर आलू एवं पणसटी बहुत बढ़िया भाबे कसेई ही गलानी। तो आमे एठी किछि पानी ऐड करबा। मु एठी गरम पानी व्यवहार करिछि, आपण चाहिए एठी ठंडा पानी मध्य देई परिबे, किंतु गरम पानी देले तरकारी रो टेस्ट बहुत बढ़िया थाए एवं कलर मध्य यार चेंज हुएनी आउ आमे यार कलर मध्य बहुत बढ़िया ही आसे। तो मु एई भलिया भाबे गरम पानी देला परे किछि समय याकू मिक्स करके नेई नउची। तो आमे एठी बेसी ग्रेवी करबानी, तो सेति पई हमकु जेतिकी पानी दरकार आमे सेतिकी ही पानी ऐड करबा। मु पाखापाखि एठी गोटे ग्लास रु कम पानी ऐड करछि। तो ऐड कला परे मको घोड़ेई करी पाखापाखि 3 रु 4 मिनिट पई छाड़ी देइतिली। तापर देखंतु हमर तरकारीटी एबे हेई आसलानी। तो आमे एठी जो मसला प्रथमे भाजी करी एवं तार पाउडर करी रखिथिले सेई पाउडर रु मु पाखापाखि गोटे चामच एठी देई देछि आ गोटे चामच देला परे आमे एठी किछि काटिकी रखिथिबा धनिया पत्र मध्य देई दबा। आ धनिया पत्र देला परे मु एठी गोटे चामच गुआ घियो मध्य देई देछि। आ घियो दबा द्वारा आरो टेस्टटा बहुत ही डिफरेंट आसी जाय आ बहुत ही बढ़िया लागे। तो एई सब को देला परे आमे गोटे थरो भलो भाबरे एई भलिया भाबे मिक्स करके नेई नबा आउ आकु जस्ट गोटे मिनिट पई घोड़ेई की छाड़ी दबा। ता द्वारा एथरे आमे जेउ सब मसला देले तार फ्लेवरटी बहुत बढ़िया भाबे पळेइबो। तो वर्तमान देखंतु गोटे मिनिट परे मु लिडटी काढी नेछि। वर्तमान हमर पणस आलू तरकारी हेकी रेडी हो जाइछि। आपण एहाकू सर्व करंतु भात रुटी पूरी किंबा परोटा संगरे। मु आशा करूछि आपण समस्त को मोर भिडियोटी निश्चय पसंद आस्थिबो। जदि आपण मानको मोर भिडियोटी पसंद आछि ताहाले आपण आपणकर भल पाइबा ओ सहयोग मते एई भलिया भाबे दियंतु। मु आगकू आपण मान पई आहुरी नुआ नुआ भिडियो नेकी आसी परिबी। से पर्यंत रहिली नमस्कार, धन्यवाद।